ସାଙ୍ଗମାନେ ଆପଣଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓ ସ୍ୱାଗତ। ପାରାମାନେ ତ ଛଡ଼ା ସରିଯାଇଛି, ତ ମୁଁ ଆଉ ଗୋଟେ କଥା କହିବାକୁ ଚାହୁଁଥିଲି କି ଆଉ ଗୋଟେ ଘର ତିଆରି ହେବାର ଅଛି। କାହିଁକିନା ଗୋଟେ ଘରେ ଏଇ ଛୋଟ ଘରଟାରେ ତ 30ଟା ପାରା ରହିଲେଣି। 30ଟା ପାରା ନୁହେଁ ତ 26ଟା ପାରା ରହୁଛନ୍ତି, ଆଉ ଏଠି 4ଟା ରହୁଛନ୍ତି, 2 ଯୋଡ଼ ଏଠି ରହୁଛନ୍ତି। ତ ଭାବିଲି ଏମାନେ ଆଉ ଅଣ୍ଡା ବି ଦିଆହେଇନି, ତ ମୁଁ ଭାବିଲି କି ସେଇଥିପାଇଁ ଅଣ୍ଡା ଦିଆ ହେଉନଥିବ, ତ ମିଟିଂ ତ ଚାଲିଛି, ତ ସେଇଥିପାଇଁ ଏଇ ଘରଟା ଭାଇ ହେରିକା ଆସିକି ଏଇ ଘରଟା ବନାଉଛନ୍ତି। କଷ୍ଟମଷ୍ଟେ ଚାଲିଛି ସେମିତି। ତ ଏଇ ପୁଣି ଜାଲ ଆସିଲା, ଏଇ ଘରଟା ଚାଲିଛି। ଏଇ ଘରୁ କିଛି ଯୋଡ଼ ବାହାର କରାହେବ, ଆଉ ସେ ଘରେ କିଛି ଯୋଡ଼ ରହିବେ। ଆଉ ଦେଖିବା ତ ପାରାମାନେ ତ ତାଙ୍କର ବୁଲୁଛନ୍ତି। ସେ ପାରାଗୁରାଙ୍କୁ ଖୋଲିଦେଲ ଟିକେ। ସମସ୍ତଙ୍କୁ ଖୋଲା ସରିଗଲା। ଆଉ ଯେଉଁ 4ଟା ପାରା ବି ଭିତରେ ଥିଲେ ତାଙ୍କୁ ବି ବାହାରକୁ ବାହାର କରାହେଇଗଲା। ଆଉ 2-3ଟା ଅଛନ୍ତି, ତାଙ୍କୁ ବାହାର କରାଯାଇଛି। ଦେଖିପାରୁଥିବେ ପାରା ସବୁ ଆଙ୍କ ଏଇଠି। ଆଜି ସକାଳେ ତ 2ଟା ପାରା ସେଲ୍ ହେଇଯାଇଛି, ଆଉ କିଟା ପାରା ବି ଅଛନ୍ତି ସେଲ୍ ପାଇଁ। ମୋ ଭାଇ ସବସ୍କ୍ରାଇବର ଜଣେ ଭାଇ ସାର୍, ତାଙ୍କର ବାରବାଟୀ, ସେ ଏବେ ମୋତେ କଲ୍ କରିଥିଲେ କି ସିଏ ଆସୁଛନ୍ତି ବୋଲି ପାରା ନେବାକୁ। ମୁଁ କହିଲି ହଉ ଠିକ୍ ଅଛି, ଆପଣ ଆସନ୍ତୁ ଦେଖିବା। କହିଲି କଲ୍ କରିବେ, ମୁଁ କହିଦେବି କେଉଁଠି ଘର, ତ ଆସିବେ ନେଇଯିବେ। ଆଉ ସିଏ ଭାଇ ଆସୁଛନ୍ତି ଏବେ ପାରା ନେବାକୁ। କେତେ